নমস্কার দর্শক বন্ধু, জয় জগন্নাথ। নববর্ষর হার্দিক অভিনন্দন এবং শুভেচ্ছা। আজি হচ্ছে জানুয়ারি 1 তারিখ গুরুবার। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ମାର୍ଚ୍ଚକୁ ଘୁଞ୍ଚିଲା ପିୟୁସିସି ଯାଞ୍ଚ, ଏପ୍ରିଲ 1ରୁ ନିଆଯିବ ଆକ୍ସନ। ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି, ପିୟୁସିସି ଅବଧି ସୀମା ବଢ଼ାଇଲେ ରାଜ୍ୟ ସରକାର। ଅବଧି ମାର୍ଚ୍ଚ ଯାଏଁ ବୃଦ୍ଧି କଲେ ସରକାର। 2026 ମାର୍ଚ୍ଚ 31 ଯାଏଁ ବଢ଼ିଲା ଅବଧି। ଏହାପରେ ଅର୍ଥାତ୍ 1 ଏପ୍ରିଲରୁ ପିୟୁସିସି ସାର୍ଟିଫିକେଟ୍ ନଥିଲେ ଆକ୍ସନ ନେବେ ସରକାର। ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଲେ ପରିବହନ ମନ୍ତ୍ରୀ। ଲୋକଙ୍କ ସମସ୍ୟା ଏବଂ ଅସୁବିଧାକୁ ଦୃଷ୍ଟିରେ ରଖି ପିୟୁସିସି ଯାଞ୍ଚ ଅବଧି ବଢ଼ାଇଲେ ସରକାର। ଫେବୃଆରୀ ପରିବର୍ତ୍ତେ ମାର୍ଚ୍ଚ 31 ଯାଏଁ ସମୟ ଦେଲେ ସରକାର। ମାର୍ଚ୍ଚ 31 ସୁଦ୍ଧା ପ୍ରଦୂଷଣ ପ୍ରମାଣପତ୍ର କରାଇ ନେବାକୁ କହିଲେ ପରିବହନ ମନ୍ତ୍ରୀ। ଏପ୍ରିଲ 1ରୁ ପ୍ରଦୂଷଣ ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ। ଆଜି ପରିବହନ ମନ୍ତ୍ରୀଙ୍କ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପରିବହନ ମନ୍ତ୍ରୀ, ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଲେ ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଘୋଷଣା। ପ୍ରଦୂଷଣ ପ୍ରମାଣପତ୍ର ମିଳିଲେ ତୁରନ୍ତ ଲାଗିବ ଗ୍ରୀନ୍ ଷ୍ଟିକର। ପରିବହନ ବିଭାଗ ପକ୍ଷରୁ ଏହି ଷ୍ଟିକର ଯୋଗାଇ ଦିଆଯିବ। ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ। ଫାଇନ୍ ଦେବା ପାଇଁ ଟ୍ରାଫିକ୍ ଥାନାରେ ଲୋକଙ୍କ ପ୍ରବଳ ଭିଡ଼। ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଲୋକେ ହଇରାଣ ହେଉଛନ୍ତି। ଯାହାର ଗାଡ଼ିରେ ଉପରେ ପୂର୍ବରୁ ଜରିମାନା ରହିଛି, ସେହି ଜରିମାନା କ୍ଲିୟର ନ କରିବା ଯାଏ ପଲ୍ୟୁସନ ସାର୍ଟିଫିକେଟ୍ ମିଳୁନାହିଁ। ଯେଉଁଥିପାଇଁ ଏବେ ଫାଇନ୍ ଦେବାକୁ ଟ୍ରାଫିକ୍ ଥାନାରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି। ଦୀର୍ଘ ଦିନ ଧରି ଲୋକ ଫାଇନ୍ ଟଙ୍କା ଦେଉନଥିବା ବେଳେ ଏବେ ପଲ୍ୟୁସନ ସାର୍ଟିଫିକେଟ୍ କରିବା ପାଇଁ ପୂର୍ବ ଫାଇନ୍ କ୍ଲିୟର କରିବାକୁ ଧାଇଁଛନ୍ତି। ନିୟମ ଖିଲାପ କରି ପୂର୍ବରୁ ଯଦି ଗାଡ଼ିରେ କୌଣସି ଫାଇନ୍ ଥିବ ତାକୁ ପୈଠ କରାଯାଇ ନଥିବ, ତେବେ ପଲ୍ୟୁସନ ସାର୍ଟିଫିକେଟ୍ ମିଳୁନାହିଁ। ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ କଟିବ 10,000 ଟଙ୍କା ଫାଇନ୍। ତେଣୁ 10,000 ଟଙ୍କା ଚାଲାଣ ଭୟରେ ପୂର୍ବ ଫାଇନ୍ ଗୁଡ଼ିକୁ କ୍ଲିୟର କରି ପଲ୍ୟୁସନ ସାର୍ଟିଫିକେଟ୍ ବାହାର କରୁଛନ୍ତି ଲୋକ। ପରବର୍ତ୍ତୀ ଖବର, 2026ରେ ଟଙ୍କାଟିଏ ବି ଆସିବନି ବିଜୁଳି ବିଲ୍। ବାସ୍ ଘରେ କରିଦିଅନ୍ତୁ ଏହି ଛୋଟିଆ କାମ, ପାଇବେ ମାଗଣା ବିଜୁଳି। ବଢୁଥିବା ବିଦ୍ୟୁତ୍ ବିଲ୍ ଏବଂ ବାରମ୍ବାର ବିଦ୍ୟୁତ୍ କାଟ ସାଧାରଣ ଲୋକଙ୍କ କଷ୍ଟକର ଆହୁରି ବଢ଼ାଇ ଦେଇଛି। ଗ୍ରୀଷ୍ମ ହେଉ କି ଶୀତ, ପରିବାର ଆବଶ୍ୟକତା ପୂରଣ ପାଇଁ ବିଦ୍ୟୁତ୍ ଉପରେ ନିର୍ଭରଶୀଳତା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି। ଫଳସ୍ୱରୂପ ମାସିକ ବିଦ୍ୟୁତ୍ ବିଲ୍ ଲୋକଙ୍କ ବଜେଟକୁ ବେହଦ କରୁଛି। ଏହା ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି, ବିଶେଷ କରି ମଧ୍ୟବିତ୍ତ ଏବଂ ନିମ୍ନ ଆୟକାରୀ ପରିବାର ପାଇଁ। ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ବିକଳ୍ପ ଭତ୍ତା ହୋଇଛି, ଯାହା ବିଦ୍ୟୁତ୍ ବିଲ୍ରୁ ମୁକ୍ତି ଦେଇପାରିବ। ସରକାର ଅନେକ ଯୋଜନା ଚଲାଉଛନ୍ତି ଯାହା ଆପଣଙ୍କୁ ଆପଣଙ୍କର ମୋଟା ବିଦ୍ୟୁତ୍ ବିଲ୍ରୁ ମୁକ୍ତି ପାଇବାରେ ସାହାଯ୍ୟ କରିପାରେ। ତେଣୁ ଆସନ୍ତୁ ଆଜି ଆପଣଙ୍କୁ କହିବୁ ଯେ 2026 ସୁଦ୍ଧା ଆପଣଙ୍କର ଗୋଟିଏ ଟଙ୍କା ମଧ୍ୟ ବିଦ୍ୟୁତ୍ ବିଲ୍ ନ ଆସିବା ପାଇଁ ଘରେ ଆପଣଙ୍କୁ କେଉଁ ଛୋଟ କାମ କରିବାକୁ ପଡ଼ିବ। ପରବର୍ତ୍ତୀ ଖବର, ଟି20 ବିଶ୍ୱକପ୍ ପାଇଁ ଦଳ ଘୋଷଣା। 1 ବର୍ଷ ପରେ ଷ୍ଟାର ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ। ଏହି ଦିଗ୍ଗଜଙ୍କୁ ମିଳିଲା ଅଧିନାୟକତ୍ୱ। 2026 ଟି20 ବିଶ୍ୱକପ୍ ଆସନ୍ତା ବର୍ଷ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ତାରିଖ ପାଖେଇ ଆସୁଥିବାରୁ ଦଳଗୁଡ଼ିକ ସେମାନଙ୍କର ଦଳ ଘୋଷଣା କରୁଛନ୍ତି। ଏହି ସମୟରେ ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ଆଫଗାନିସ୍ତାନ ତାର ବିଶ୍ୱକପ୍ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ରସିଦ୍ ଖାନଙ୍କୁ ଦଳର ଅଧିନାୟକ ପଦରେ ନିଯୁକ୍ତି କରିଛି। ଅଲରାଉଣ୍ଡର ଗୁଲାବଦିନ ନାଇଫ ଏବଂ ଦ୍ରୁତ ବୋଲର ନବୀନ ଉଲ୍ ହକ୍ ମଧ୍ୟ କାନ୍ଧ ଆଘାତରୁ ସୁସ୍ଥ ହୋଇ ଗୋଟିଏ ବର୍ଷ ପରେ ଦଳକୁ ଫେରିଛନ୍ତି। ନବୀନ ଡିସେମ୍ବର 2024ରେ ହରାଇ ଜିମ୍ବାୱେ ବିପକ୍ଷରେ ତାଙ୍କର ଶେଷ 20 ମ୍ୟାଚ୍ ଖେଳିଥିଲେ। ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଟି20 ବିଶ୍ୱକପ୍ ସହିତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି20 ସିରିଜ୍ ପାଇଁ ଏହାର ଦଳ ଚୟନ କରିଛି। ବିଶ୍ୱକପ୍ରେ ଅଂଶଗ୍ରହଣ କରୁଥିବା ସମାନ ଦଳ ୱେଷ୍ଟଇଣ୍ଡିଜ ସହିତ ମୁକାବିଲା କରିବ। ଆଫଗାନିସ୍ତାନ ଦଳ ଜାନୁଆରୀ 19ରୁ 22 ପର୍ଯ୍ୟନ୍ତ ୟୁଏଇରେ ଆଫଗାନିସ୍ତାନ ଦ୍ୱାରା ଆୟୋଜିତ ଟି20 ବିଶ୍ୱକପ୍ ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ଖେଳିବ। ପରବର୍ତ୍ତୀ ଖବର, ଭୟରେ ଥରହର ଅର୍ପିତା ଚୌଧୁରୀ। କଳେ ଏମିତି କାମ। ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ୍ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଅନୁରୂପ ଭାବେ ସଙ୍ଗୀତକାର ସୋମେଶ ଶତପଥୀ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ସୂଚନା ଅନୁସାରେ ଗତ କିଛି ଦିନ ତଳେ ହ୍ୟୁମାନ ସାଗରଙ୍କ ମା ଶୋଫାଲି ସୁନା ତାଙ୍କ ପୁଅ ମୃତ୍ୟୁକୁ ନେଇ ମରକତନଗର ଥାନାରେ 9 ଜଣଙ୍କ ନାମରେ ଏତଲା ଦେଇଥିଲେ। ଉକ୍ତ ଏତଲାରେ ଗତ 3ରୁ 4 ବର୍ଷ ମଧ୍ୟରେ ହ୍ୟୁମାନଙ୍କ ନିକଟରେ ହୋଇଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଥିଲେ। ହ୍ୟୁମାନଙ୍କ ସ୍ତ୍ରୀ ଶ୍ରେୟା ମିଶ୍ର ଓ ତାଙ୍କର ପରିବାର ସଦସ୍ୟ ଡାକ୍ତର ଶୁଭେନ୍ଦୁ ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ସମେତ ଶପତି ଦିନେଶ ବେହେରା,
ମହମ୍ମଦ ଅବିଦ ବବଲୁ, ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଏତଲାରେ ଦର୍ଶାଇଥିଲେ। ଏଥିସହ ଅର୍ପିତା ନିକଟରେ ଅଧିଗ୍ରହଣ କରିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ଅର୍ପିତାଙ୍କ ସହିତ ସୋମେଶଙ୍କ ସମ୍ପର୍କ, ଭୁବନେଶ୍ୱରରେ ଥିବା ଅଡିଓ ଷ୍ଟୁଡିଓର ଆର୍ଥିକ କାରବାର ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ଏସବୁ ଦିଗକୁ ତଦନ୍ତ ପରିସରଭୁକ୍ତ କରିବା ସହିତ ପ୍ରମାଣ ନଷ୍ଟ ହେବା ପୂର୍ବରୁ ଏହାକୁ ରୋକିବାକୁ ହ୍ୟୁମାନଙ୍କ ମା ସୋଫାଳି ଏତାଲରେ ଉଲ୍ଲେଖ କରିଥିଲେ। ସେ ଏତଲାର ନକଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ପଠାଇଥିଲେ। ତେବେ ପୋଲିସ ତାଙ୍କ ଏତଲା କ୍ରମେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ ସମୟରେ ସମ୍ଭାବ୍ୟ ଗିରଫଦାରୀଙ୍କୁ ଏଡ଼ାଇବା ପାଇଁ ଅର୍ପିତା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର, ନୂଆ ବର୍ଷରୁ ଏମାନଙ୍କୁ ମିଳିବନି ମାଗଣା ଚାଉଳ, ରାସନ କାର୍ଡ ଲିଷ୍ଟରୁ କଟିଯିବ ନାମ। ତୁରନ୍ତ ସାରିଦିଅନ୍ତୁ ଏହି କାମ। ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଆଜି ସାରିବାକୁ ପଡ଼ିବ କେୱାଇସି କାମ। ଆଜି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ। ଯଦି ଏହି କାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ ନ ହୁଏ ତେବେ ଆପଣଙ୍କର ରାସନ ବନ୍ଦ ହୋଇପାରେ। ଆଜି ସରିବ ରାସନ କାର୍ଡ ଇ କେୱାଇସି ଅବଧି। ଏ ପର୍ଯ୍ୟନ୍ତ ଇ କେୱାଇସି କରିନାହାନ୍ତି 13 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ। ପୂର୍ବରୁ ଏକାଧିକ ବାର ଇ କେୱାଇସି ଅବଧି ବୃଦ୍ଧି ପାଇଛି। ପ୍ରକୃତିରେ ଆପଣଙ୍କୁ ଡିସେମ୍ବର 31 ଅର୍ଥାତ୍ ଆଜି ଆପଣଙ୍କର ରାସନ କାର୍ଡରେ ଇ କେୱାଇସି ପୂରଣ କରିବାକୁ ପଡ଼ିବ। ଯଦି ଆପଣ ଏହି ଇ କେୱାଇସି ଠିକ୍ ସମୟରେ ପୂରଣ କରନ୍ତି ତେବେ ଆପଣଙ୍କୁ ଜାନୁଆରୀ 1ରୁ ଅର୍ଥାତ୍ ଆସନ୍ତାକାଲିଠୁ ରାସନ ମିଳିବା ବନ୍ଦ ହୋଇଯିବ। ତେଣୁ ଏଥର ଅବଧି ବଢ଼ିବ ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ସରକାରଙ୍କ ତରଫରୁ ଏନେ କୌଣସି ସ୍ପଷ୍ଟତା ଆସିନି। ଇ କେୱାଇସି କରିନଥିବା ତାଲିକାରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ହିତାଧିକାରୀ ଥିବାବେଳେ ଦେବଗଡ଼ ଜିଲ୍ଲାର ସର୍ବନିମ୍ନ ହିତାଧିକାରୀ ରହିଛନ୍ତି। ଅପରପକ୍ଷରେ ନୂଆ ବର୍ଷଠାରୁ ରାଜ୍ୟ ସରକାର 15 ଲକ୍ଷ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ନିକଟକୁ 15.33 ଲକ୍ଷ ଆବେଦନ ଆସିଥିଲା। ଏହା ଭିତରେ 6.39 ଲକ୍ଷ କାର୍ଡ ବଣ୍ଟା ଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଆହୁରି 15 ଲକ୍ଷ କାର୍ଡକୁ ଅନୁମୋଦନ ଦେଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଏହା ଭିତରେ ରାଜ୍ୟ ସରକାର ବେଆଇନ ଭାବେ ରାସନ କାର୍ଡ ହାତେଇବା ସରକାରୀ କର୍ମଚାରୀ, ମୃତକ ଓ କରଦାତାଙ୍କୁ ମିଶାଇ 8 ଲକ୍ଷରୁ ଅଧିକ ଅଯୋଗ୍ୟ ଲୋକଙ୍କ କାର୍ଡକୁ କାଟି ଦେଇଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ନୂଆ ଦଳ ଗଠନ ହେବ। କଂଗ୍ରେସ ବିଧାୟିକା ସୋଫିଆ ଫିରୋଦଙ୍କ ହୋର୍ଡିଂରୁ ଦଳୀୟ ଚିହ୍ନ ଆଉଟ୍। ବଦଳିବ ରାଜନୀତିର ପାଣିପାଗ। ଓଡ଼ିଶାରେ ଗଠନ ହେବ ନୂଆ ଦଳ। ଧୀରେ ଧୀରେ ଏହା ସ୍ପଷ୍ଟ ହେବାରେ ଲାଗିଛି। ନୂଆ ବର୍ଷରେ ରାଜନୀତିରେ ବି କିଛି ନୂଆ ପରିବର୍ତ୍ତନ ହେବାର ସ୍ପଷ୍ଟତା ଦେଖାଯାଉଛି। ବିଶେଷ କରି କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମକିମ ଦଳରୁ ନିଲମ୍ବନ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। କୁହାଯାଉଥିଲା ମକିମ ଅନେକ ବରିଷ୍ଠ ନେତାଙ୍କୁ ନେଇ ନୂତନ ଦଳ ସୃଷ୍ଟି କରିପାରନ୍ତି। ତେବେ ଏ ଦ୍ୱନ୍ଦ୍ୱ ଧୀରେ ଧୀରେ ସ୍ପଷ୍ଟ ହେଉଛି। ନୂଆ ବର୍ଷ ସ୍ୱାଗତ ଅବସରରେ ରାଜନେତାମାନଙ୍କର ବିଭିନ୍ନ ଗଳିକନ୍ଦିରେ ହୋର୍ଡିଂ ମରା ଯାଇଥାଏ। ତେବେ କଂଗ୍ରେସର ନବ ବିଧାୟିକା ସୋଫିଆ ଫିରୋଜଙ୍କ ହୋର୍ଡିଂକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାଦାମବାଡ଼ି ବସ୍ଷ୍ଟାଣ୍ଡ ନିକଟରେ ଏହି ହୋର୍ଡିଂଟି ଲାଗିଛି, ଯେଉଁଥିରେ ଗୋଟିଏ ପଟେ ପୂର୍ବତନ ବରିଷ୍ଠ ବିଧାୟକ ମହମ୍ମଦ ମକିମଙ୍କ ଫଟୋ ଲାଗିଥିବା ବେଳେ ଅନ୍ୟପଟେ ନବ ବିଧାୟିକା ସୋଫିଆ ଫିରୋଜ ରହିଛନ୍ତି। କିନ୍ତୁ ହୋର୍ଡିଂରେ ଦଳୀୟ ଚିହ୍ନ ନାହିଁ କି ଦଳର ମୁଖ୍ୟ ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀଙ୍କର ଫଟୋ ନାହିଁ। ଏଥିରେ ଅନୁମାନ ହେଉଛି କି ମହମ୍ମଦ ମକିମଙ୍କ ନିଲମ୍ବନକୁ ନେଇ ବିଧାୟକ ସୋଫିଆ କଂଗ୍ରେସ ଉପରେ ଏବେ ବି ଅସନ୍ତୁଷ୍ଟ ରହିଛନ୍ତି। ତେବେ ଆଗାମୀ ସମୟରେ ସୋଫିଆଙ୍କ କଂଗ୍ରେସକୁ ଛାଡ଼ି ବାପାଙ୍କ ରାଜନୀତି ପଥକୁ ଅନୁସରଣ କରିପାରନ୍ତି ବୋଲି ସ୍ପଷ୍ଟ ଅନୁମାନ ହେଉଛି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମକିମଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା। ନୂଆପଡ଼ା ଉପନିର୍ବାଚନ ପରାଜୟ ପରେ ମକିମଙ୍କ ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସୋନିଆ ଗାନ୍ଧୀଙ୍କୁ ଲେଖାଇଥିବା ଏକ ଚିଠିରେ ମକିମ ଦଳର ଖୋଳା ଅସ୍ତ୍ରୋପଚାର ଏବଂ ଆଦର୍ଶଗତ ନବୀକରଣ ପାଇଁ ଦାବି କରିଥିଲେ। ଦଳର ଐତିହ୍ୟ ଖସିଯିବା ନେଇ ଚେତାବନୀ ଦେଇଥିଲେ। ଏହା ସହିତ ମକିମ ଚିଠିରେ ଓଡ଼ିଶାର ଲଗାତାର 6ଟି ପରାଜୟ ଏବଂ ଅନ୍ୟ ରାଜ୍ୟରେ ସମ୍ପ୍ରତି ନିର୍ବାଚନ ପରିଚୟ ପାଇଁ ଦୁଃଖ ପ୍ରକାଶ କରି ଦଳୀୟ କର୍ମୀମାନେ ଅନୁଭବ କରିଥିବା ବ୍ୟାପକ ଭାବପ୍ରବଣ ବିଚ୍ଛିନ୍ନତାକୁ ଉଲ୍ଲେଖ କରିଥିଲେ। ଚିଠି ଲେଖିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ପରବର୍ତ୍ତୀ ଖବର, ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି। ଆହୁରି ମାସେ ପାଇଁ ପିୟୁସିର ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି। ଆହୁରି ମାସେ ପିୟୁସି ଅବଧି ବୃଦ୍ଧି କଲେ ସରକାର। ବୁଧବାର ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମାର୍ଚ୍ଚ 31 ପର୍ଯ୍ୟନ୍ତ ପିୟୁସି ଅବଧି ବୃଦ୍ଧି କରାଯାଇଛି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏହାପରେ ଅର୍ଥାତ୍ 1 ଏପ୍ରିଲରୁ ପିୟୁସି ସାର୍ଟିଫିକେଟ୍ ନଥିଲେ ଆକ୍ସନ ନେବେ ସରକାର। ମାର୍ଚ୍ଚ 31 ସୁଦ୍ଧା ପ୍ରଦୂଷଣ ପ୍ରମାଣପତ୍ର କରାଇ ନେବାକୁ କହିଲେ ପରିବହନ ମନ୍ତ୍ରୀ। ସେପଟେ ମନ୍ତ୍ରୀ କହିଛନ୍ତି ଅନିୟମିତତାକୁ ଦେଖି 42ଟି ଟେଷ୍ଟିଂ ସେଣ୍ଟର ଲାଇସେନ୍ସ ରଦ୍ଦ ହୋଇଛି। ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ୱାନ କରୁଛୁ।
ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ସେମାନଙ୍କୁ ଅଗ୍ରାଧିକାର ଦେବୁ। କହି ରଖୁଛୁ ଯେ ପୂର୍ବରୁ ଫେବୃଆରୀ 1 ଯାଏ ଗାଡ଼ିର ବୈଧ କାଗଜପତ୍ର କରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅବଧି ଭିତରେ ଆର୍ସି, ଫିଟନେସ୍, ପିୟୁସି, ବୀମା ଆଦି କରାଇ ନେବାକୁ କୁହାଯାଇଥିଲା। ବର୍ତ୍ତମାନ ଏହି ସମୟକୁ ଆହୁରି ମାସେ ପାଇଁ ବୃଦ୍ଧି କରାଯାଇଛି। ଫେବୃଆରୀ ପୂର୍ବରୁ ଜାନୁଆରୀରୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ବର୍ତ୍ତମାନ ଗାଡ଼ିର ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅବଧି ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ମୋଟର ଯାନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଗାଡ଼ି ପ୍ରଦୂଷଣ ଯାଞ୍ଚ କରାଇ ନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ତୀବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ଖବର 6 ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ। ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହି ଦିନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ନବବର୍ଷ ଭିଡ଼ ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଆତିଥ୍ୟକୁ ନଜର ରଖି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଡିସେମ୍ବର 30ରୁ ଜାନୁଆରୀ 4 ତାରିଖ ପର୍ଯ୍ୟନ୍ତ 6 ଦିନ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଏନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶନାମା ପଠାଯାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। 13 କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ। ମଥୁରା ନଗରୀ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର ଲୋକେ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଉପଭୋଗ କରିବା ପାଇଁ ଏଠାକୁ ଧାଇଁ ଆସନ୍ତି। ବରଗଡ଼ ଧନୁଯାତ୍ରା ମହୋତ୍ସବ ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ନିଦର୍ଶନ ବୋଲି ମଙ୍ଗଳବାର ରାଜ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂସ ଦରବାରରେ ମତ ପ୍ରକାଶ କରିଛନ୍ତି। କେବଳ ସଂସ୍କୃତି ନୁହେଁ, ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ଧନୁଯାତ୍ରା ମହୋତ୍ସବର ଯଥେଷ୍ଟ ଭୂମିକା ରହିଛି। ଫଳରେ ଧନୁଯାତ୍ରା ମହୋତ୍ସବର ବିକାଶ ସହିତ ଏହାକୁ ଆହୁରି ଦିବ୍ୟ ଏବଂ ଭବ୍ୟ କରିବା ପାଇଁ ଆଗକୁ ମଧ୍ୟ ସରକାର ବହୁବିଧ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ସନ୍ଧ୍ୟା 6:30ରେ ମୁଖ୍ୟମନ୍ତ୍ରୀ ମଥୁରା ନଗରୀ ସ୍ଥିତ ଗାନ୍ଧୀ ଛକ ନିକଟ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ଶୋଭାଯାତ୍ରାରେ ସ୍ଥାନୀୟ ନିଶାମଣି ହାଇସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆର ରଙ୍ଗମହଲ ମଞ୍ଚକୁ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ହାତୀ ପିଠିରେ ବସି ମଥୁରାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ରଙ୍ଗମହଲ ମଞ୍ଚକୁ ସେ ରାଜ ଅତିଥି ଭାବେ ପହଞ୍ଚତା ପରେ ସେଠାରେ ତାଙ୍କୁ କଳିଙ୍ଗ ସମ୍ରାଟ ଭାବେ ସ୍ୱାଗତ କରାଯାଇଥିଲା। ତାଙ୍କୁ ଦେଖି କଂସ ମହାରାଜ ମଥୁରାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଉପରେ ସୂଚନା ଦେବା ପାଇଁ କଳିଙ୍ଗ ସମ୍ରାଟ ତଥା ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଂସ ମହାରାଜଙ୍କ ଆଦେଶ ପାଇଁ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ, 13 କୋଟି ଟଙ୍କା ବ୍ୟୟ ଅଟକଳରେ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ ନିର୍ମାଣ ହେବ। ଯମୁନା ନଦୀରେ 115 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଆନିକଟ ନିର୍ମାଣ ପାଇଁ ସେ ଅନୁମୋଦନ କରିଥିବା ବେଳେ ମଥୁରା ନଗରୀ ଦେଇ ଯାଇଥିବା କେନାଲ ଉପରେ 40 କୋଟି ଟଙ୍କା ବ୍ୟୟ ଅଟକଳର ସୌନ୍ଦର୍ଯ୍ୟକରଣ କରାଯିବ। ମହିଳାଙ୍କ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ପିଏମ୍ କିଷାନ ଏବଂ ସିଏମ୍ କିଷାନ ଯୋଜନାରେ କୃଷକମାନେ ଉପକୃତ ହେଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଧାନ ଉଠାଣ, କଟନୀ ଛଟନୀ ଏବଂ ଟୋକନ ସମସ୍ୟାର ତ୍ୱରାନ୍ୱିତ ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡ଼ଗଡ଼ିଆ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ, କାର୍ଯ୍ୟକାରୀ ସଭାପତି ତଥା ଏସ୍ପିପିଏସ୍ ମୀନା ଏବଂ ସମ୍ପାଦକ ସୁରେଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଖବର ମିଳୁଛି। ପରବର୍ତ୍ତୀ ଖବର ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର। ସୁସ୍ଥ ହେଉଛନ୍ତି ଭାଇଜାନ ଅଭିଜିତ ମଜୁମଦାର। ଓଡ଼ିଶାର ଅଗଣିତ ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା 2 ଦିନ ମଧ୍ୟରେ ଏମ୍ସରୁ ଡିସଚାର୍ଜ ହେବେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ବୁଧବାର ଏନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ। ବର୍ତ୍ତମାନ ଅଭିଜିତ ବିପଦମୁକ୍ତ ଅଛନ୍ତି। ତାଙ୍କୁ ମେଡିକାଲରୁ ଘରକୁ ନେବା ପାଇଁ ଯୋଜନା କରାଯାଉଛି। ପୂର୍ବରୁ ତାଙ୍କର ଯେଉଁ କ୍ରୋନିକ୍ ଷ୍ଟେଜ୍ ଥିଲା ତାହା ଏବେ ଆଉ ନାହିଁ। 1 ରୁ 2 ଦିନ ଭିତରେ ସେ ଡିସଚାର୍ଜ ହେବେ। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ବର୍ତ୍ତମାନ ସମୟରେ ତାଙ୍କ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଚଳପ୍ରଚଳ ହେଉଥିବା ସୂଚନା ମିଳିଛି। ପରବର୍ତ୍ତୀ ଖବର ସୋସିଆଲ ମିଡିଆ କମ୍ପାନୀଙ୍କୁ ସରକାରଙ୍କ କଡ଼ା ଚେତାବନୀ। ଅଶ୍ଳୀଳ କଣ୍ଟେଣ୍ଟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କେନ୍ଦ୍ର ସରକାର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ସରକାର ଅଶ୍ଳୀଳ କଣ୍ଟେଣ୍ଟ ଏବଂ ଶିଶୁ ଯୌନ ନିର୍ଯାତନା ସହିତ ଜଡ଼ିତ ବେଆଇନ କଣ୍ଟେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶକୁ ଅବମାନନା କରୁଥିବା ଲୋକଙ୍କ ବିରୁଦ୍ଧରେ
ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାରା 79 ଅନୁଯାୟୀ କମ୍ପାନୀଗୁଡ଼ିକ ପାଳନ କରିବାକୁ ବାଧ୍ୟ ହେବେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ କହିଛି ଯେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନର ଧାରା 79 ଅନୁଯାୟୀ ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ ଯେ ସେମାନେ ସେମାନଙ୍କର ପ୍ଲାଟଫର୍ମରେ ଅଶ୍ଳୀଳ ଏବଂ ଅଶାଳୀନ ବିଷୟବସ୍ତୁ ଅପଲୋଡ କରିବେ ନାହିଁ। କମ୍ପାନୀଗୁଡ଼ିକ ସେମାନଙ୍କର ସାଇଟ୍ ସମୀକ୍ଷା କରିବା ଉଚିତ ବୋଲି ଖବର ମିଳିଛି। ମନ୍ତ୍ରଣାଳୟ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ସେମାନଙ୍କର ସାଇଟ୍ ସମୀକ୍ଷା କରିବାକୁ ଏବଂ ସେମାନଙ୍କ ପ୍ଲାଟଫର୍ମରେ ଅଶ୍ଳୀଳ ଏବଂ ଅଶାଳୀନ ବିଷୟବସ୍ତୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି। ଏହା ମଧ୍ୟ କହିଛି ଯେ ଏପରି ନ କଲେ ଜାତୀୟ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇପାରେ। ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ଏପରି ସମୟରେ ଆସିଛି ଯେତେବେଳେ ଦେଖାଯାଇଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଅଶ୍ଳୀଳ ଅଶାଳୀନ ଏବଂ ଅବୈଧ ବିଷୟବସ୍ତୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ମନ୍ତ୍ରଣାଳୟ କହିଛି ଯେ ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମ ଅନୁସାରେ 2021ର ବ୍ୟବସ୍ଥା ପାଳନ କରିବାରେ ବିଫଳତା ଆଇଟି ଆଇନ, ବିଏନ୍ଏସ୍ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଅପରାଧ ଆଇନ ଅନୁଯାୟୀ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ଏବଂ କମ୍ପାନୀଗୁଡ଼ିକୁ ସେମାନଙ୍କର ସାଇଟ୍ ମଧ୍ୟ ସମୀକ୍ଷା କରାଯିବା ଉଚିତ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। ଯେମିତିକି ଅଶ୍ଳୀଳ ଫଟୋ, ଅଶ୍ଳୀଳ ଭିଡ଼ିଓ କିମ୍ବା ଶିଶୁ ନିର୍ଯାତନା କିମ୍ବା ଶିଶୁମାନଙ୍କୁ ହେଉଥିବା କ୍ରାଇମ୍ ସିନ୍ସ ଏଗୁଡ଼ିକ ଜିନିଷ ଉପରୁ ସୋସିଆଲ ମିଡ଼ିଆରେ କେମିତି ଦୂରେଇ ରହିବେ କି ଅପଲୋଡ଼ କରିବେ ନାହିଁ ବୋଲି ଖବର ମିଳିଛି। ଏମ୍ସ ସୋସିଆଲ ମିଡ଼ିଆ କମ୍ପାନୀକୁ ସରକାରଙ୍କ କଡ଼ା ଚେତାବନୀ ଦେଇଛନ୍ତି। ଏଥିରେ ଇନକ୍ଲୁଡ଼ିଂ ହେଇଛି ଅଶ୍ଳୀଳ କଣ୍ଟେଣ୍ଟ ତୁରନ୍ତ ଗ୍ରହଣ କରାଯାଉ ବୋଲି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସମସ୍ତଙ୍କୁ ଚେତାବନୀ ଦିଆଯାଇଛି। ଆଉ ଧୀରେ ଧୀରେ ମନ୍ତ୍ରଣାଳୟ କହିଛି ଯେ ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମ 2021ର ବ୍ୟବସ୍ଥା ପାଳନ କରିବାରେ ବିଫଳତା ହୋଇଛି। ଆଇଟି ଆଇନ, ବିଏନ୍ଏସ୍ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଅପରାଧ ଆଇନ ଅନୁଯାୟୀ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି